ବାଲେଶ୍ୱରର ଏଫ୍ଏମ୍ କଲେଜ, ପିପିଲିର ବଳଙ୍ଗା ଏବଂ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଏବଂ ବରଗଡ଼ରେ ଏଭଳି ଘଟଣା ପ୍ରାୟ ସମ ପ୍ରକାରର ଘଟିଛି, ଯାହାକୁ ନେଇ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷ ଏବଂ ବିଶ୍ୱରେ ଚର୍ଚ୍ଚା ହୋଇଛି। କାହିଁକି ଏଭଳି ଘଟଣା ଘଟୁଛି? ମୋ ମତରେ ମୁଁ କହିବି ପ୍ରଥମ ହେଉଛି ପାରିବାରିକ ଏବଂ ସାମାଜିକ ଶିକ୍ଷା ତା ପାଇଁକା କିଛିଟା ଦାୟୀ। ବାପା ମା କର୍ମକ୍ଷେତ୍ରରେ ସବୁ ବାହାରକୁ ଯାଉଛନ୍ତି, ଏମାନେ ଏକା ଏକା ସମୟ କଟାଉଛନ୍ତି, ଅନେକ କିଛି ଭାବିବାର ସମୟ ତାଙ୍କୁ ମିଳୁଛି, ତାଙ୍କୁ ଏନଗେଜମେଣ୍ଟ ମିଳୁନି ବ୍ରେନ୍ ଖଟେଇବା ପାଇଁ। ଏ ସଂସାର ଭିତରେ ରହିକି ପୁରା ସଂସାରୀ ହେବାକୁ ପଡ଼ିବ। ଆପଣ ନିଜେ ଗୁରୁମୁଖୀ ହୁଅନ୍ତୁ, ଠାକୁରମୁଖୀ ହୁଅନ୍ତୁ, ଅନୁଶାସିତ ହୁଅନ୍ତୁ ଏବଂ ଯେକୌଣସି ଠାକୁର ଭଲ ପାଆନ୍ତି ସେ ଠାକୁର ମାନନ୍ତୁ। ସେମାନଙ୍କୁ ଉପଯୁକ୍ତ ପଢ଼ାଶୁଣା ଦେଖନ୍ତୁ, ସେ ତା ମନଟା ଚାହୁଁଛି କ'ଣ ଚାହୁଁଛି, କ'ଣ କହିବାକୁ ଚାହୁଁଛି। একটা মুদ্রার দুইটা পার্শ্ব ଅଛି, ଗୋଟେ ପୁରୁଷ ଗୋଟେ ନାରୀ, କିନ୍ତୁ ତାର ମଧ୍ୟରେ ମହିଳା ହେଉଛନ୍ତି ସବୁ ଏକ ନମ୍ବର। ମହିଳା ଯଦି ଶକ୍ତିଶାଳୀ ହେଇ ଉଠିବ, ଏଇଟା କେବଳ ଏକମାତ୍ର ଯୋଗ କଲେ, ଯୋଗା ମେଡିଟେସନ ଦ୍ୱାରା ଏଇଟା ସମାଧାନ ହେଇପାରିବ। ମୋବାଇଲ ସାଙ୍ଗରେ ରହିଲେ ଫିଜିକାଲ ଆକ୍ଟିଭିଟି କଲେନି। ଆମର ଏଠି ଯେ 3 ଜଣ ଅଛନ୍ତି ଯାହା କହିଲେ ସମସ୍ତେ 3 ଜଣଙ୍କୁ ସବୁ ମିଶିକି ଯୋଉଟା କମ୍ପାକ୍ଟ ହବା କଥା, ଏଇଟା ଆକ୍ଚୁଆଲି କରିବା ଉଚିତ। ପ୍ରତ୍ୟେକ ଛୁଆକୁ ମୂଳରୁ ଆରମ୍ଭ କରିବା ଉଚିତ। କଳିଙ୍ଗ ଟିଭି କୋଲକାତା ଟକ୍ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନଙ୍କୁ ମୁଁ ସ୍ୱାଗତ ଜଣାଉଛି। ଆମେ ଜାଣନ୍ତି ଯେ ଓଡ଼ିଶାରେ ଗତ କିଛି ଦିନ ମଧ୍ୟରେ 4 ଜଣ ଆତ୍ମଦଗ୍ଧ ଅବସ୍ଥାରେ ମୃତ୍ୟୁ ମୁଖରେ ପଡ଼ିଛନ୍ତି। ଆମେ ଯଦି ଦେଖିବା ଯେ ବାଲେଶ୍ୱରର ଏଫ୍ଏମ୍ କଲେଜ, ପିପିଲିର ବଳଙ୍ଗା ଏବଂ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇ ଏବଂ ବରଗଡ଼ରେ ଏଭଳି ଘଟଣା ପ୍ରାୟ ସମ ପ୍ରକାରର ଘଟିଛି, ଯାହାକୁ ନେଇ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତବର୍ଷ ଏବଂ ବିଶ୍ୱରେ ଚର୍ଚ୍ଚା ହୋଇଛି। ଏବଂ ଆମେ ଦେଖିବାକୁ ପାଉଛନ୍ତି ଯେ ସମ୍ବାଦପତ୍ର ଜାତୀୟ ଶିରୋନାମାରେ ମଧ୍ୟ ଏହି ଖବର ରହୁଛି, ଯାହାକି ଓଡ଼ିଶା ନିନ୍ଦାର ପାତ୍ର ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ କାହିଁକି ଏଭଳି ଘଟଣା ଘଟୁଛି, ଏଥିପାଇଁ ଦାୟୀ କିଏ ଏବଂ ଏହାର ନିରାକରଣ କିପରି ହେବ ଏବଂ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ ଏ ନିଆଁ ଲିଭିବ କେବେ? ଏହି ପ୍ରସଙ୍ଗକୁ ଆଜି କଳିଙ୍ଗ ଟିଭିର କୋଲକାତା ଟକ୍ କାର୍ଯ୍ୟକ୍ରମରେ ଆଲୋଚନାର ପ୍ରସଙ୍ଗ ରଖାଯାଇଛି। ଆମ ନିକଟରେ ଉପସ୍ଥିତ ଅଛନ୍ତି ବିଶିଷ୍ଟ ଚିକିତ୍ସା ବିଜ୍ଞାନୀ ଡକ୍ଟର ପ୍ରଫୁଲ୍ଲ କୁମାର ମିଶ୍ର ସାର୍, ଉପସ୍ଥିତ ଅଛନ୍ତି କୋଲକାତା ହାଇକୋର୍ଟର ଆଇନଜୀବୀ ଅଶୋକ କୁମାର ଦାସ, ଉପସ୍ଥିତ ଅଛନ୍ତି ଯୋଗ ଗୁରୁମା ବିଥିକା ରାୟ ଏବଂ ଆସାମ ବଙ୍ଗ ସାରସ୍ୱତ ମଠର ବେଲେଗାଛିଆ ସଂଘର ମଠାଧୀଶ ନରହରି ମହାକୁଡ଼ ସାର୍। ମୁଁ ପ୍ରଥମେ ଡକ୍ଟର ମିଶ୍ରଙ୍କୁ ପଚାରିବି, ସାର୍ ଆପଣ କୁହନ୍ତୁ, ଏଇ ଯେଉଁ ଘଟଣାକ୍ରମ ଘଟୁଛି ପ୍ରକୃତରେ ଏହାର କାରଣ କ'ଣ ଆପଣଙ୍କ ଦୃଷ୍ଟିରେ, କ'ଣ ଆପଣ କ'ଣ କୁହନ୍ତୁ? ଖୁବ୍ କମ୍ ସମୟ ଭିତରେ ବିଶେଷ କରି ଏଇ ତରୁଣୀମାନଙ୍କ ସାଥିରେ ଏଇ 4ଟା ଘଟଣା ଯେ କହିଲେ ଘଟିଯାଇଛି। ଏବଂ ସେ ଘଟଣାର କାରଣ ଯଦି ଆମେ ବିଶ୍ଳେଷଣ କରିବା, ମୋ ମତରେ ମୁଁ କହିବି ପ୍ରଥମ ହେଉଛି ପାରିବାରିକ ଏବଂ ସାମାଜିକ ଶିକ୍ଷା ତା ପାଇଁକା କିଛିଟା ଦାୟୀ। ଏବଂ ସେଇ ପାରିବାରିକ ସାମାଜିକ ଶିକ୍ଷା ମାନେ ମୁଁ ବୁଝାଉଛି ଯେ ସେମାନେ ବାପା ମାଙ୍କ ସାଥିରେ ଗୋଟେ ନ୍ୟୁକ୍ଲିୟର ଫ୍ୟାମିଲିରେ ରହିଛନ୍ତି ଏବଂ ବାପା ମା କର୍ମକ୍ଷେତ୍ରରେ ସବୁ ବାହାରକୁ ଯାଉଛନ୍ତି, ଏମାନେ ଏକା ଏକା ସମୟ କଟାଉଛନ୍ତି, ଅନେକ କିଛି ଭାବିବାର ସମୟ ତାଙ୍କୁ ମିଳୁଛି, ତାଙ୍କୁ ଏନଗେଜମେଣ୍ଟ ମିଳୁନି ବ୍ରେନ୍ ଖଟେଇବା ପାଇଁ। 2 ନମ୍ବର ପ୍ରପର ଗାଇଡାନ୍ସ ମିଳୁନି ଏବଂ ତାଙ୍କ ହାତରେ କିଛି ଟଙ୍କା ପଇସା ବି ସବୁବେଳେ ରହିବା କଥା, ଯେଉଁଟା ତାଙ୍କର ଦୈନନ୍ଦିନ ଜୀବନରେ ସବୁବେଳେ ଲାଗେ। 3 ନମ୍ବର ହେଉଛି ସେମାନେ ଏଇ ମୋବାଇଲ ଟୋବାଇଲ ଏଇସବୁ ଯେଉଁ ଜଗତରେ ଆସିଛି ଆଜିକାର ଦୁନିଆରେ, ତାର ଯେଉଁ ଫେସବୁକଟାକୁ ପ୍ରପର ୟୁଟିଲାଇଜ ଠିକ୍ ମতো ବ୍ୟବହାର କରିବାର ଦରକାର ଅଛି ଏଜୁକେସନ୍ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କମ୍ୟୁନିକେସନ୍ ଦିଗ ଦିଏ, କିନ୍ତୁ ସେଗୁଡ଼ାକ ଅନ୍ୟ ଭାବେ ବ୍ୟବହାର ହେଇଯାଉଛି। ଏବଂ ତା ଛଡ଼ା ଆଭେଲେବିଲିଟି ପ୍ରତ୍ୟେକଟା ଜିନିଷ ଯେ ଆଭେଲେବୁଲ୍ ହେଉଛି, କେରୋସିନ କୁହନ୍ତୁ ବା ପେଟ୍ରୋଲ କୁହନ୍ତୁ, ଏସବୁ ଇଜିଲି ଆଭେଲେବୁଲ୍ ହେଉଛି ଏବଂ ତାଙ୍କର ଏଇ ଯେ ତରୁଣୀ ବୟସଟା ସେଟାକୁ ଗୋଟେ ଖୁବ୍ ସେନ୍ସିଟିଭ୍ ବୟସ, ସେଇ ସମୟରେ ଏଇ ଘଟଣା ଗୁଡ଼ାକ ଘଟୁଛି। ୟାକୁ ନିରାକରଣ କେଉଁ ପଦ୍ଧତିରେ କରିହେବ ଆପଣଙ୍କ ଦୃଷ୍ଟିରେ? ୟାକୁ ନିରାକରଣ କରିବାକୁ ଗଲେ ପ୍ରଥମ ତ ସାମାଜିକ ଶିକ୍ଷା ଦରକାର, ପ୍ରପର ସାମାଜିକ ଶିକ୍ଷା। ମୁଁ ପୁଣି ଯିବି ଆସାମ ବଙ୍ଗ ସାରସ୍ୱତ ମଠର ବେଲେଘାଟା ଆଶ୍ରମର ମଠାଧୀଶ ନରହରି ମହାକୁଡ଼ ସାର୍ଙ୍କୁ। ସାର୍ ଆପଣ କୁହନ୍ତୁ ଯେ ଏଇ ଯେଉଁ ଘଟଣାକ୍ରମ ଘଟୁଛି ପ୍ରକୃତ ଅର୍ଥରେ ଏହାର ସ୍ଥାୟୀ ନିରାକରଣ ପାଇଁ କ'ଣ ଅନୁଶାସନ ଆବଶ୍ୟକ? ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ। ମୁଁ ଆମ ଠାକୁର ଗୋଟେ କଥା କହିଛନ୍ତି ଯେ ମଣିଷ ପ୍ରଥମ ଯଦି ନିଜ ଘରୁ ସଂସାରରେ ସଂସ୍କାରୀ ନ ହୁଏ, ସେ ଜୀବନରେ କିଛି ଭଲ କାମ କରିପାରିବ, ସେ ଛୁଆ ହୁଅନ୍ତୁ ବା ନିଜେ ହୁଅନ୍ତୁ। ଏଣୁକରି ମୁଁ ପ୍ରଥମେ ଆମର ଗୁରୁଦେବ କହିଛନ୍ତି ଯେ ସଂସାର ଭିତରେ ରହିକି ପୁରା ସଂସାରୀ ହେବାକୁ ପଡ଼ିବ। ଆପଣ ନିଜେ ଗୁରୁମୁଖୀ ହୁଅନ୍ତୁ, ଠାକୁରମୁଖୀ ହୁଅନ୍ତୁ, ଅନୁଶାସିତ ହୁଅନ୍ତୁ ଏବଂ ଯେକୌଣସି ଠାକୁର ଭଲ ପାଆନ୍ତି ସେ ଠାକୁର ମାନନ୍ତୁ। ଦେଖିବେ ଆପଣଙ୍କ ଭିତରେ ପରିବର୍ତ୍ତନ ଆସିବ। ଖାଲି ଛୁଆମାନଙ୍କୁ ପଢ଼େଇକି ବଡ଼ ମଣିଷ କରିବା, ତାଙ୍କୁ ପଇସା ରୋଜଗାର କରିବା, ଗୋଟେ ଟ୍ୟାକ୍ସାଳ ବନେଇଲେ ହେବନି।
ସେମାନଙ୍କୁ ଉପଯୁକ୍ତ ପଢ଼ାଶୁଣା ଦେଖନ୍ତୁ, ସେ ତ ମନଟା ଚାହୁଁଛି କ'ଣ ଚାହୁଁଛି କ'ଣ କହିବାକୁ ଚାହୁଁଛି ତା ପ୍ରତି ବେଶୀ ଦଖଲଦାରୀ କରନ୍ତୁନି। ସେ ଠିକ୍ ଭାବେ ଅନୁଶାସନ କରନ୍ତୁ, ଦେଖିବା ସେ ବନ୍ଧୁମାନେ ମିଶନ୍ତୁ, ତାକୁ ଭଲ ଗାଇଡେନ୍ସ ଦିଅନ୍ତୁ। ଆପଣମାନେ ଖାଲି ଟଙ୍କା ପଇସା ଦେବେ, ଆମେ ଠିକ୍ ଟଙ୍କା ପଇସା ଦରକାର, ମଣିଷ ସଂସାର ପାଇଁ ଟଙ୍କା ଦରକାର। ତା ବୋଲି ବର୍ତ୍ତମାନ ମା ବି ଯେଉଁ ଟଙ୍କା ଆୟ କରିବ, ବାପ ବି ଟଙ୍କା ଆୟ କରିବ, ସମସ୍ତେ ଟଙ୍କା ଆୟ କରିବା, ତାହେଲେ ସେ ଘରଟା ଅନୁଶାସନ ହେବ କିପରି? ଆଗେ ଆମକୁ ଏଗୁଡ଼ାକ ଠିକ୍ ଭାବେ କରିବାକୁ ପଡ଼ିବ। ଟଙ୍କା ଦରକାର, ଡେଫିନେଟ୍ ଟଙ୍କା ଦରକାର ଅଛି, କିନ୍ତୁ ଆମକୁ ସଂସାରରେ ରହିବା ପାଇଁ ସେ ପିଲାମାନେ ଯଦି ଆଣିଛେ ଦୁନିଆକୁ, ତାଙ୍କୁ ଠିକ୍ ଭାବରେ ମଣିଷ କରିବା ଆମର ଗୋଟେ ସେଟା ବିଶେଷ ପ୍ରয়োଜନତା ଅଛି। ଏଣୁ ଏଗୁଡ଼ାକୁ ଆମର ବିଶେଷ ଭାବେ ଦେଖିବା ଦରକାର ଯେ ସେମାନେ କେଉଁ ରାସ୍ତାରେ ଯାଉଛନ୍ତି, କ'ଣ କଲେ ସେମାନେ ଉପଯୁକ୍ତ ପଢ଼ାଶୁଣା କରିବେ, କ'ଣ କଲେ ସେମାନେ ଅନ୍ତତଃ ଠାକୁରମୁଖୀ ହେଇପାରିବେ, ଗୁରୁମୁଖୀ ହେଇପାରିବେ ଏବଂ ନିଜ ଅନୁଶାସନ ବୁଝିବେ ମୋର କ'ଣଟା ଭଲ କ'ଣଟା ଖରାପ ସେମାନେ ଜାଣିପାରିବେ, ନହେଲେ ଜାଣିପାରିବେନି। ମୁଁ ପୁଣି ଗୁରୁମା ବିଥିକା ରାୟ ମ୍ୟାଡ଼ାମଙ୍କୁ ପଚାରିବି, ଆପଣ କୁହନ୍ତୁ ଯେ ବର୍ତ୍ତମାନ ଏଇ ଆତ୍ମହତ୍ୟା ପ୍ରବଣତା ବଢ଼ି ଚାଲିଛି, ବିଶେଷ କରି ଆତ୍ମଦଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିବା ଆମେ ଦେଖିବାକୁ ପାଉଛନ୍ତି ସଂଖ୍ୟା ବଢ଼ି ଚାଲିଛି। ଆପଣ ଯେହେତୁ ଯୋଗ ଗୁରୁ, ଆପଣ କୁହନ୍ତୁ ଯୋଗ ଦ୍ୱାରା ଏକୁ କିପରି ଅଟକାଇ ହେବ ବା ଆର କ'ଣ ପ୍ରାବିଧାନ ରହିଛି? ଓମ୍ ସମସ୍ତଙ୍କୁ ଏଠି ଗୁରୁଜନ ମାନଙ୍କୁ ପ୍ରଣାମ। କଳିଙ୍ଗ ଟିଭିର ଓଡ଼ିଶାବାସୀଙ୍କୁ ବି ଏଇ କଳିଙ୍ଗ ଟିଭି ଦ୍ୱାରା ମୁଁ ପ୍ରଣାମ ଜଣାଉଛି। ଏଇଟା ଯୋଗ ଦ୍ୱାରା, ସବୁଠୁ ଯୋଗ ଦ୍ୱାରା ବେଶୀ ନିରାକରଣ ହେଇପାରିବ। ଏଇଟା ବେଶୀ ଭାଗ ହେଉଛି ମହିଳାମାନଙ୍କ ପାଇଁ। ସୁଇସାଇଡ୍ ଜିନିଷଟା ବେଶୀ ମହିଳା ହେଉଛନ୍ତି ଶକ୍ତିର ଉତ୍ସ। କାରଣ একটা ମୁଦ୍ରାର ଦୁଇଟା ପାର୍ଶ୍ୱ ଅଛି, ଗୋଟେ ପୁରୁଷ ଗୋଟେ ନାରୀ, କିନ୍ତୁ ତାର ମଧ୍ୟରେ ମହିଳା ହେଉଛନ୍ତି ସବୁଠୁ ଏକ ନମ୍ବର। ମହିଳା ଯଦି ଶକ୍ତିଶାଳୀ ହେଇ ଉଠିବ, ଏଇଟା କେବଳ ଏକମାତ୍ର ଯୋଗ କଲେ, ଯୋଗା ମେଡିଟେସନ ଦ୍ୱାରା ଏଇଟା ସମାଧାନ ହେଇପାରିବ। ଆଇନ ଅଛି, ଆଇନ ଶୃଙ୍ଖଳା ଅଛି, ସବୁକିଛି ଅଛି, କିନ୍ତୁ ତାର ସାথে ଆମର ମନ ବଳଟା ଦରକାର, ସହନଶୀଳତା ଦରକାର, ଭିତର ଯତଟା ଅର୍ଗାନ ସବୁ କାମ କରିବ। ଏଇ ଯୋଗା ପ୍ରାଣାୟାମଟା ନିହାତି ଦରକାର। ଆପଣ କେଉଁ ଯୋଗାକୁ ଆପଣ ମତ ଦେବେ? যোগাটা হচ্ছে মেন, প্রাণায়ামটা আমার বেশি ইন্টরনাল অর্গানস পার্টস গুলো ভালো কাম করে প্রাণায়াম দ্বারা। যেতে আমরা প্রাণায়াম ভালো করি করবু সেতেটা আমি বহুত উন্নতি হব, আমি ডেভেলপ হব শরীর। মন ভিতরে যেতেটা অহংকার গর্ব সব থিব সেই প্রাণায়াম হি খণ্ডন করিব। তেণুকরি মহিলা মু এতিকি চাহুছি ওড়িশাবাসী সমস্ত মোর অনুরোধ, ছোট বেলু 5 ବର୍ଷ বেলু শিশু বেলু যোগা প্রাণায়ামরে ভর্তি করতে, কিন্তু এইনে কেহি বুঝু নাহান্তি, সবু স্টাটস হিসাবে জিম, কিন্তু জিম খালি মসল তৈরি করব, কিন্তু অর্গান কিছু টিস্যু কিছু ইম্প্রুভ হব নাই। তেমনি মোর এটি অনুরোধ, এইটা ইয়ে হব যেহেতু যোগা, একমাত্র যোগাই নিরাকরণ। ମୁଁ ଆଇନଜୀବୀ ଅଶୋକ ଦାସ ସାର୍ଙ୍କୁ ପଚାରିବି, ଆପଣ କୁହନ୍ତୁ ଯେ ଏଇ ଯେ ଆତ୍ମଦଗ୍ଧ ପ୍ରବଣତା ବଢ଼ି ଚାଲିଛି, ଏଇ ପ୍ରସଙ୍ଗରେ ଆପଣ ଜଣେ ଆଇନଜୀବୀ ଭାବେ କ'ଣ କୁହନ୍ତି? ଆଜିକାଲିକା ଷ୍ଟ୍ରେସ୍ ପାଇଁ ଏତେ ପ୍ରେସର ଅଛି ଛୁଆଙ୍କ ପାଇଁ, ସମସ୍ତଙ୍କୁ ଦୌଡ଼ ଲାଗିଛନ୍ତି କିଏ ଫାଷ୍ଟ ହବ। ସମସ୍ତେ ସବୁ ପ୍ୟାରେଣ୍ଟସ୍ କେହି ଚାହାନ୍ତିନି ମୋ ପୁଅ ଟିକେ ଭଲ କେମିତି ମିଶୁ, ଇଏ କରୁ। ଲୋକ ଏପର୍ଯ୍ୟନ୍ତ ଜାଣେ ପାଖ ଘର ଲୋକ ଯେ ପ୍ରତିବେଶୀ ତା ନାଁ କ'ଣ, ତାହେଲେ ସେ ଲୋକଙ୍କ ସାଙ୍ଗରେ ମିଶି ନାହାନ୍ତି, କିଛି କରିବା, ଯାହା ବି ଘର ବନ୍ଦୀ ହେଇକି ରହିଲେ, ତାପରେ ମୋବାଇଲ ସାଙ୍ଗରେ ରହିଲେ, ଫିଜିକାଲ ଆକ୍ଟିଭିଟି କଲେନି। ଆମର ଏଇଠି ଯିଏ 3 ଜଣ ଅଛନ୍ତି ଯାହା କହିଲେ, ସମସ୍ତେ 3 ଜଣଙ୍କୁ ସବୁ ମିଶିକି ଯୋଉଟା କମ୍ପାକ୍ଟ ହବା କଥା, ଏଇଟା ଆକ୍ଚୁଆଲି କରିବା ଉଚିତ। ପ୍ରତ୍ୟେକ ଛୁଆକୁ ମୂଳରୁ ଆରମ୍ଭ କରିବା ଉଚିତ। ମୁଁ ଡକ୍ଟର ମିଶ୍ର ସାର୍ଙ୍କୁ ପୁଣି ପଚାରିବି, ସାର୍ କୁହନ୍ତୁ ଯେ ଏଇ ଯେଉଁ ସବୁ ଆତ୍ମହତ୍ୟା ପ୍ରବଣତା ବଢ଼ି ଚାଲିଛି ଏବଂ ଆମେ ଯଦି ଦେଖିବା ଯେ ଛାତ୍ରମାନଙ୍କ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ଘଟୁଛି, ଆପଣ କୁହନ୍ତୁ ଯେ ଆପଣ ଚିକିତ୍ସା ବିଜ୍ଞାନରେ ଏ କେଉଁ ସମୟରେ ଏଇ ଆତ୍ମହତ୍ୟା ପ୍ରବଣତା ବଢ଼େ ଏବଂ ଯାହାକି ସେମାନେ ଭୁଲ ସିଦ୍ଧାନ୍ତ ନିଅନ୍ତି? ବିଶେଷ କରି ତରୁଣୀମାନଙ୍କ ଯେ ଘଟଣା ଗୁଡ଼ିକ ଘଟିଛି, ସେମାନଙ୍କ କ୍ଷେତ୍ରରେ ମୁଁ କହିବି ଟିନ୍ ଏଜ୍, ଯେଟା ଏଇ ବୟସଟା 12ରୁ 15-16 ବୟସଟା, এই সময়টা ସେମାନେ ঠিক କରିପାରିବାର କ୍ଷମତା ତାଙ୍କର ନାହିଁ ଯେ କୋଉଟା ଭଲ କୋଉଟା ମନ୍ଦ। ଆଜ୍ଞା। 2 ନମ୍ବର ହେଉଛି ଝିଅମାନଙ୍କର ଯେଉଁ ମାସିକ ଧର୍ମ ହୁଏ, ଯେଉଁ ପିରିୟଡ଼ ହୁଏ, ସେ ପିରିୟଡ଼ ସମୟଟା ଖୁବ୍ ଇରିଟେସନ୍ ହୁଏ, ବ୍ରେନ୍ରେ ପାଣି ଜମେ, ସବୁ ଜାଗାରେ ସବୁ ପାଣି ଟିକେ ଇଡିମା হয়, ସେ ପାଣି ଜମିବାରୁ ବ୍ରେନ୍ ଇରିଟେସନ୍ হয়। ସେଇ ସମୟ ସୁଇସାଇଡ୍ বা ଆତ୍ମହତ୍ୟା କରିବା বা ଅଗ୍ନିଦଗ୍ଧ ହେବାର ଯେଉଁ ଇଚ୍ଛାଟା ବେଶୀ ହୁଏ, ସେଇ ସମୟରେ ବାପା ମା ହୁଅନ୍ତୁ ବା ବନ୍ଧୁବାନ୍ଧବ ହୁଅନ୍ତୁ ବା ଘରରେ ସ୍ୱାମୀ ସ୍ତ୍ରୀ ହୁଅନ୍ତୁ, ଯେଇ ହଉ, ସେମାନେ କୌଣସି ପ୍ରକାର ତର୍କ ବିତର୍କରେ ଯିବା ଉଚିତ ନୁହେଁ। ଏଇ ହେଉଛି ଗୋଟେ କାରଣ। ସ୍ପିରିଚୁଆଲ ଆସ୍ପେକ୍ଟକୁ ଷ୍ଟ୍ରଙ୍ଗ କରିବାକୁ ପଡ଼ିବ, ସେ ଯୋଗା ମାଧ୍ୟମ ହଉ ବା ମହାମନ୍ତ୍ର ହଉ ବା ଯେକୌଣସି ଇଏରେ ଧ୍ୟାନରେ ବସିବାକୁ ପଡ଼ିବ, ଆଟଲିଷ୍ଟ ଦିନକୁ 2 ଥର, ତାହେଲେ ଏସବୁ ଆଭଏଡ୍। ମୁଁ ପୁଣି ଧର୍ମଯାଜକ ନରହରି ମହାକୁଡ଼ ସାର୍ଙ୍କୁ ପଚାରିବି, ସାର୍ ଆପଣ କୁହନ୍ତୁ ଯେ ପାରିବାରିକ ସଂସ୍କାରର ଯେଉଁ ଅଭାବ, ତା ଯୋଗୁଁ କ'ଣ ଏଇ ଆତ୍ମହତ୍ୟା ପ୍ରବଣତା ବଢ଼ୁଛି? ଯଦି ହୁଏ ତାହେଲେ ତାର ନିରାକରଣ କ'ଣ? ଆପଣ ଠିକ୍ କରିଛୁ କହିଛନ୍ତି।
ଆକ୍ଚୁଆଲି ଏଇଟା ଆମର ପ୍ରତ୍ୟେକ ଦିନ ଅଭ୍ୟାସ ସଂଘରେ କଥା ଗୋଟେ ଉଠେ, ଆମମାନଙ୍କୁ ପଚରା ଯାଏ ଯେ ଆମର ପିଲାଟା ଭଲ ପାଠ ପଢୁନି, ତା ମନୋଯୋଗ ନାହିଁ, ମୋ ଝିଅର ମନ ଠିକ ରହୁନି, ଅନ୍ୟମନସ୍କ ରହୁଛି, ଏଇଭଳିଆ ପ୍ରଶ୍ନ ଉଠେ। ଆମେ ତାର ଉତ୍ତର ଦେଉ ଯେ ଆମେ ଏଇଟା ହେଉଛି ଆମମାନଙ୍କ ବାପା ମାର ଗୋଟେ ଦୋଷ ଅଛି। ଆମେ ଟାଇମ୍ ଟେବୁଲ ଲକ୍ଷ୍ୟ କରି ଆମେ ଚାଲି ଯାଉଛେ, ପୁଣି କେତେବେଳେ ଆସୁଛେ, ତାପରେ ତାଙ୍କୁ ପୁଣି ଟାଇମ୍, ପିଲା ଛୁଆଙ୍କୁ ଟାଇମ୍ ଦେବାକୁ ପଡ଼ିବ। ସେମାନଙ୍କୁ ଅନ୍ତତଃ ସକାଳେ ବା ସନ୍ଧ୍ୟାରେ ଅନ୍ତତଃ ଠାକୁର ପାଖରେ ମୁଣ୍ଡିଆ ମାରିବାକୁ ପଡ଼ିବ ଏବଂ ତାଙ୍କୁ ଅନ୍ତତଃ ଗୀତା ପାଠ, ଗୀତା ହେଉଛି ବହୁତ ଏସେନ୍ସିଆଲ। ଆମର ପ୍ରତ୍ୟେକ ଲୋକଙ୍କ ପାଖରେ ମୋ କମ୍ୟୁନିଟି ପ୍ରତ୍ୟେକ ଯେଉଁମାନେ ଶୁଣୁଛନ୍ତି ତାଙ୍କୁ ବି କହୁଛି, ଆପଣ ଅନୁରୋଧ କରୁଛି, ଆପଣ ପ୍ରତ୍ୟେକ ଦିନ ଗୀତା ପାଠ କରନ୍ତୁ, ଗୋଟିଏ ଶ୍ଲୋକ ପଢ଼ନ୍ତୁ, ତାହେଲେ ବି ଆପଣ ଜାଣିବେ ଗୀତାର ମହାତ୍ମା କ'ଣ। ଗୀତା ପଢ଼ିଲେ ସେ ସନ୍ତାନମାନେ ସେମାନେ ଏବଂ ଆପଣ ସମସ୍ତେ ପରିବାର ସମସ୍ତେ এটা অদ্ভুত এটা ইনফরমেশন পাইবে, ভালো জিনিস পাইবে, যেটা আপনার গীতা হি আপনার গোটে পথ প্রদর্শন করে। গীতা হচ্ছে জ্ঞানর ভান্ডার। আপনার সেই পড়লা মানে পিলামানে অনুশাসন অটোমেটিক অনুশাসিত হয়ে যাবে। আমি ধর্মশাস্ত্র সঙ্গে সঙ্গে ধর্মশাস্ত্র এমতি জিনিস যে মানুষকে অনুশাসন করতে পারে, তার বিবেক বুদ্ধিকে জাগ্রত করে। ଆପଣଙ୍କ ଯୋଗ ବିଦ୍ୟାରେ ଶିଶୁ ଅବସ୍ଥାରୁ କ'ଣ ଶିକ୍ଷା ଦେବାକୁ ହେବ ଯେ ଏଇ ଯେଉଁ ମାନସିକ ସନ୍ତୁଳନ ଘଟୁଛି, ସେମାନେ ଭୁଲ ସିଦ୍ଧାନ୍ତ ନେଉଛନ୍ତି, ଏଥିରୁ ମୁକ୍ତି ପାଇହେବ? ଆପଣ ଭଲ କ୍ୱେଶ୍ଚିନ୍ କରିଛନ୍ତି, କିନ୍ତୁ ଏଇଟା ହେଉଛି ପ୍ରଥମେ ଶିଶୁ ଅବସ୍ଥାରୁ ଯୋଗା ପ୍ରାଣାୟାମରେ ଶିକ୍ଷା ଦିଆଯିବ। ଗୁରୁଦେବ ଯେଉଁ କହିଲେ ଏଇନେ ଗୀତା ପାଠ ବି ଆମର ଏଇନେ ଅନଲାଇନରେ ସବୁ ଚାଲୁଛି, ସବୁଠି ଲିଙ୍କ ଆସୁଛି, ଗୀତା ବି ପଢ଼ା ହେଉଛି। ଏଇଟା ହେଉଛି ଖାଲି ଯୋଗାଟା ଯେ ସମସ୍ତେ ବୁଝନ୍ତି ଶାରୀରିକ, ଏଇଟା ଶାରୀରିକ ମାନସିକ ଆଧ୍ୟାତ୍ମିକ ତିନିଟାକୁ ବାଲାନ୍ସ ରଖେ, ସନ୍ତୁଳନ କରେ ତିନିଟାକୁ। ସେଥିପାଇଁ ଛୋଟ ପିଲାମାନଙ୍କୁ ଇଏ କଲେ ପ୍ରାଣାୟାମ ମେଡିଟେସନଟା ଆଗେ ଦରକାର। ଏ ମେଡିଟେସନ ମାଧ୍ୟମରେ ମନରେ ଇଏଟା ଜାଗ୍ରତ ହେବ, ଠିକ ରାସ୍ତାରେ ସେମାନେ ଆସିବେ। ତାହେଲେ ଆପଣ କ'ଣ ପରାମର୍ଶ ଦେବାକୁ ଚାହାନ୍ତି? ମୁଁ ତ ଭାବୁଛି ଯେ ପ୍ରତ୍ୟେକ ସ୍କୁଲ କଲେଜରେ ଗୋଟେ ଯୋଗା କ୍ଲାସ୍ ରହୁ, ପିଲାମାନେ ଶିଖନ୍ତୁ, ଜାଣନ୍ତୁ, ଜିନିଷଟା ବୁଝନ୍ତୁ। ଏତିକି ମୋର ଓଡ଼ିଶା ସରକାରଙ୍କୁ ନିବେଦନ, ପ୍ରତ୍ୟେକ ସ୍କୁଲ କଲେଜ ବ୍ଲକ ପଞ୍ଚାୟତ ସବୁ ଜାଗାରେ ଗୋଟେ ଯୋଗା ସେଣ୍ଟର ଖୋଲନ୍ତୁ, ଯୋଗ ଟିଚର ନିଯୁକ୍ତି କରନ୍ତୁ, ତାହେଲେ ଏଇ ଜିନିଷଟା ପ୍ରୋଟେକ୍ସନଟା ପାଇବେ। ଆଇନ ଦିଗରୁ ଆପଣ ଜଣେ ଆଇନଜୀବୀ ଭାବେ କୁହନ୍ତୁ ଯେ ଆକୁ କିପରି ନିୟନ୍ତ୍ରିତ କରାଯାଇପାରିବ? ଦେଖନ୍ତୁ, ନିୟନ୍ତ୍ରିତ ଏଇଟା ଏଇଭଳିଆ କରି କୌଣସି ଗୋଟେ ହାର୍ଡ ଆଣ୍ଡ ଫାଷ୍ଟ ରୁଲ୍ ନାହିଁ। କାହା ମନ ଭିତରେ କ'ଣ ଚାଲିଛି କେହି ଜାଣିନାହାନ୍ତି। ସେ କୌଣସି ଗୋଟେ ଇଣ୍ଡିଭିଜୁଆଲ ସେ ନିଜର କ'ଣ ଭାବୁଛି କ'ଣ ଭାବୁନି, ସେ କୋଉ ଫ୍ୟାମିଲିରୁ ଆସିଛି, ତା ବାପା ମା କ'ଣ କହିଲେ, ସେ କେତିକି ତା କ୍ୟାପାବିଲିଟି ଚିନ୍ତାଧାରା ଭିତରେ ସେ କ'ଣ କେତେକାଳ କରିବ, ସେଟା କିଛି ନାହିଁ। କିନ୍ତୁ ଏଇଟା ମୂଳ ମାନେ ଏଇଟା ଫାଷ୍ଟ ହେଉଛି ଘରୁ ଆରମ୍ଭ କରତେ ହେବ। ଛୁଆଙ୍କୁ ମାନେ ଶିକ୍ଷା ଦୀକ୍ଷା ମିଶିବା, ଆଉଟଡୋର ଆକ୍ଟିଭିଟିଜ କରିବା, ମେଣ୍ଟାଲି ଫିଟ୍ ରହିବା, ସମସ୍ତଙ୍କର ଶିଖେଇବା। ଏବଂ ତାପରେ ହେଉଛି ଆଉ ଗୋଟେ ବଡ଼ ଜିନିଷ ଯୋଉଟା ଆଜିକାଲି ଛୁଆଙ୍କୁ ଶିଖେଇବା କଥା ହେଉଛି ଫ୍ରମ୍ ସ୍କୁଲରୁ, ଯେ ହେଉଛି ଏଡୁକେସନ, କୋଉଟା ହେଉଛି ବ୍ୟାଡ୍ ଟଚ୍, କୋଉଟା ଗୁଡ୍ ଟଚ୍, କୋଉଟା କାହା ସାଙ୍ଗରେ କୋଉଭଳିଆ ମିଶିତ ହେବ, ଏଇଟା ସବୁ କିଛି ଏଇଟା ହବା ଉଚିତ ଇନିସିଆଲି। ତାପରେ ସେ ବଡ଼ ହେଇତେ ସେ ସାଙ୍ଗ ଭଳିଆ ସମସ୍ତଙ୍କର ମିଶିବା ଉଚିତ। ତାପରେ ହେଉଛି ବ୍ଲକ ସ୍ତରର ଗୋଟେ କାଉନସିଲ ରହିବା ଉଚିତ, ଯେ ହେଉଛି କାହାର କୌଣସି ପ୍ରୋବ୍ଲେମ ହେଲା, କୋଉଠି ଏରିଆର ହେଲା କି କୋଉଠି ହେଲା, ଏବଂ କୌଣସି ସ୍କୁଲର ହଉ, କଲେଜର ହଉ, କୋଉଠି ୱାର୍କ ପ୍ଲେସର ହଉ, ସେଇଠି ଯଦି ହୁଏ ସେଇଠି ବି ଗୋଟେ କାଉନସିଲ ରହିବା ଉଚିତ, ଯୋଉଠି କାଉନସିଲ କରିବେ। ସେ କାଉନସିଲ କରିକି ତାଙ୍କୁ କାହାର ଯଦି କିଛି ପ୍ରୋବ୍ଲେମ ରୁହେ, କୌଣସି ଏମ୍ପ୍ଲୟି ହେଇପାରନ୍ତି, କୌଣସି ଷ୍ଟୁଡେଣ୍ଟ ହେଇପାରନ୍ତି, ଯିଏ ବି ହୁଅନ୍ତୁ, ସେ ଏଇଟା ଗୋଟେ କାଉନସିଲିଂ ପ୍ରତ୍ୟେକ ବ୍ଲକ ଇଏର ଏଟା ହବା ଉଚିତ। ଏଟା ମୁଁ ମନେ କରେ ଏବଂ ମୁଁ ଅନୁରୋଧ କରିବି ଓଡ଼ିଶା ଗଭର୍ଣ୍ଣମେଣ୍ଟକୁ ଏଟା ଯେମିତି କରନ୍ତି। ମୁଁ ପୁଣି ଡକ୍ଟର ମିଶ୍ର ସାର୍ ପାଖକୁ ଯିବି। ସାର୍, ଆପଣ କୁହନ୍ତୁ ଯେ ଆଜି ଆପଣ ଏଇ କଳିଙ୍ଗ ଟିଭିର କୋଲକାତାର କାର୍ଯ୍ୟକ୍ରମରେ ଉପସ୍ଥିତି ଅଛନ୍ତି, ଯାହାକି ଆମ ପାଇଁ ସୁଯୋଗ, ଦର୍ଶକମାନଙ୍କ ପାଇଁ ସୁଯୋଗ। ଆମେ ଦେଖିବାକୁ ପାଉଛନ୍ତି ଯେ ଆଧୁନିକ ଚିକିତ୍ସା ବିଜ୍ଞାନରେ ଯେ କେଉଁ ଶିଶୁ ବା କେଉଁ ଲୋକ କେଉଁ ପ୍ରବଣତାର ହୋଇପାରିବ, ଆକୁ ଭବିଷ୍ୟତରେ କେଉଁ ରୋଗ ଆକୁ ଗ୍ରାସ କରିପାରିବ ଏବଂ ଏ କେଉଁ ସ୍ତରର ବ୍ୟକ୍ତିତ୍ୱ ହୋଇପାରିବ, ତାହା ମଧ୍ୟ ବିଭିନ୍ନ ଭାବେ ପରୀକ୍ଷା କରାଯାଉଛି। ଏଭଳି କିଛି ବ୍ୟବସ୍ଥା ଅଛି କି ଯେ ପରୀକ୍ଷା କରାଯାଇପାରିବ ଯେ ଆର ଆତ୍ମହତ୍ୟା ପ୍ରବଣତା ଅଛି? ସେଟା ତ ଆମ ସାଇନ୍ସ ଯେ ବିଜ୍ଞାନ କହୁଛି ଯେ ଯେଉଁମାନେ ଲିନ୍ ଆଣ୍ଡ ଥିନ୍ ଆସ୍ଥେନିକ ପର୍ସନାଲିଟି ବା ଲିନ୍ ଆଣ୍ଡ ଥିନ୍ ରୋଗା, ଟିକେ ଦେଖିବାକୁ ରୋଗା ଚେହେରା, ସେମାନେ ଦେ ଆର୍ ମୋର ପ୍ରୋନ୍ ଟୁ ଡେଭଲପ, ସେମାନେ ବେଶୀ ସୁଇସାଇଡ୍ କରିବାର ପ୍ରବଣତା ତାଙ୍କର ଥାଏ। ଏବଂ ତା ଛଡ଼ା ଟ୍ୟୁବରକୁଲୋସିସ୍, ଟିବି ରୋଗ ହୁଏ, ସାଇକୋଲୋଜିକାଲ ଇମ୍ବାଲାନ୍ସ ହୁଏ, ଏଗୁଡ଼ା ସବୁ ହୁଏ। କିନ୍ତୁ ଏ କ୍ଷେତ୍ରରେ ସେଟା ଘଟିବନି। ଏ କ୍ଷେତ୍ରରେ যেটা প্রত্যেকটা শিশু সমান, সে বর্তমান যেটা দরকার সেটা হচ্ছে সামাজিক শিক্ষা, যেটা সবু বক্তা মানে রাজি হলে আধ্যাত্মিক গোটে প্রবণতা রহব, তাহলে সেমানে ঠিক রাস্তায় যাবে। আমি শুনিলে যে প্রত্যেকঙ্কর বক্তব্য লা যে এই আত্মহত্যাকু সহজ ভাবে অটকাই হেব
ଯେଉଁ ଶିକ୍ଷା ପରିବାର ଠାରୁ ଆରମ୍ଭ ହେବା ଉଚିତ ଏବଂ ଧର୍ମଗୁରୁ ମାନେ କହିଲେ, ଯୋଗ ବିଜ୍ଞାନୀ କହିଲେ, ଆଇନଜୀବୀ କହିଲେ ଏବଂ ଚିକିତ୍ସା ବିଜ୍ଞାନୀ କହିଲେ ଯେ ପ୍ରତ୍ୟେକ ଗୁରୁମୁଖୀ ହେବା ଉଚିତ, ଯୋଗମୁଖୀ ହେବା ଉଚିତ, ବିଜ୍ଞାନମୁଖୀ ହେବା ଉଚିତ ଏବଂ ସାମାଜିକ ଶିକ୍ଷାକୁ ନିଜ ମଧ୍ୟରେ ରଖି ଆଗକୁ ବଢ଼ିବାର ଯେଉଁ ଶିକ୍ଷା ତା ମୂଳତଃ ପରିବାର ମଧ୍ୟରେ ଯଦି ଦିଆଯାଏ ତାହେଲେ ଏଇ ଯେଉଁ ଭୟଙ୍କର ପରିସ୍ଥିତି ଆଜି ଓଡ଼ିଶାରେ ଘଟିଛି ଯାହାକି ସମଗ୍ର ବିଶ୍ୱରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ତାହାକୁ ଅଟକାଇ ହେବ। କୋଲକାତାରୁ ଭିଡ଼ିଓ ଜର୍ଣ୍ଣାଲିଷ୍ଟ ସମର ଜିସାନଙ୍କ ସହ ପ୍ରମୋଦ ମହାନ୍ତି, କଳିଙ୍ଗ ଟିଭି।